ସୁନାକୁ ଅଳଙ୍କାର ବନେଇଲା ବେଳେ ଲୁହା ହାତୁଡ଼ିରେ ପିଟାଯାଏ ଏବଂ ଲୁହାକୁ କିଛି ଅସ୍ତ୍ର କିମ୍ବା ଅନ୍ୟ କୌଣସି ଜିନିଷ ବନେଇଲା ବେଳେ ଲୁହାକୁ ମଧ୍ୟ ହାତୁଡ଼ିରେ ପିଟାଯାଏ। କିନ୍ତୁ ଫରକ ଏତିକି, ସୁନାକୁ ଲୁହା ହାତୁଡ଼ି ପିଟୁଥିଲା ବେଳେ ସୁନା ଚୁପ୍ ରହେ, ଲୁହା ବି ଚୁପ୍ ରହେ, ଶବ୍ଦ ହୁଏ ନା। କିନ୍ତୁ ଲୁହାକୁ ଲୁହା ପିଟୁଥିଲା ବେଳେ ଖୁବ୍ ଜୋରରେ ଶବ୍ଦ ହୁଏ। ଦିନେ ସୁନା ଲୁହାକୁ ପଚାରିଲା, ଭାଇ ତମକୁ ଲୁହା ପିଟୁଛି, ମୋତେ ବି ଲୁହା ପିଟୁଛି, କିନ୍ତୁ ମୋତେ ପିଟିଲା ବେଳେ ଲୁହା ଚୁପ୍ ରହୁଛି, ମୁଁ ବି ଚୁପ୍ ରହୁଛି, କିନ୍ତୁ ତମକୁ ପିଟିଲା ବେଳେ ତମେ କାହିଁକି ଏତେ ଚିଲଉଛ, ଜୋରରେ ପାଟି କରୁଛ, ଠନ୍ ଠାନ୍ ଶବ୍ଦ ହେଇ ସମସ୍ତଙ୍କୁ ଜଣେଇ ଦେଉଛ ଯେ ଲୁହା ପିଟା ଖାଉଛି ବୋଲି। ହସିକି ଉତ୍ତର ଦେଲା ଲୁହା, କହିଲା ଭାଇ ତମକୁ ଅନ୍ୟ ଜଣେ କିଏ ପିଟୁଛି, କିନ୍ତୁ ମୋତେ ମୋ ନିଜ ଲୋକ ପରା ପିଟୁଛି। ଯେତେବେଳେ ନିଜ ଲୋକମାନେ କଷ୍ଟ ଦେବେ ନା, ନିଜ ଲୋକ ନିଜ ଲୋକକୁ ପିଟିବେ, ସେତେବେଳେ ଏ ଅନ୍ତର ଆତ୍ମାଟା ଜଳି ପଡ଼ି ଛାରଖାର ହେଉଥିବ। ଆଉ ସେହି ସମୟରେ ଖାଲି ଚିତ୍କାର କରୁଥିବ ଏବଂ ସମାଜକୁ କହୁଥିବ, ଦେଖ ଦେଖ ଭାଇ ମୋ ଲୋକ ମୋତେ ପିଟୁଛି, ମୋ ଲୋକ ମୋତେ ପିଟୁଛି, ମୋ ଲୋକ ମୋତେ ପିଟୁଛି। ଏ ସମାଜ ହେଉଛି ଏଇଆ। ଯେତେବେଳେ କାହାକୁ ତଳକୁ ଟଣାଯାଏ ସେତେବେଳେ ନିଜ ଲୋକମାନେ ହିଁ ନିଜକୁ ପିଟନ୍ତି, ନିଜର ଶତ୍ରୁତା ହୁଅନ୍ତି। ଜୟ ଜଗନ୍ନାଥ।